ବାଲେଶ୍ୱରର ମିର୍ଜାପୋଖରୀ ଚନ୍ଦନ ଯାତ୍ରାରେ ମଲ୍ଲିକ ଫାଉଣ୍ଡେସନ ପକ୍ଷରୁ ବଣ୍ଟାଗଲା ଓଆରଏସ୍ ଜୁସ୍। ପ୍ରବଳ ଗ୍ରୀଷ୍ମ ପ୍ରକୋପ ସମୟରେ ମହାପ୍ରଭୁଙ୍କର ଚଳନ୍ତି ବିଗ୍ରହ ମଦନମୋହନ ଶ୍ରୀମନ୍ଦିରରୁ ବାହାରି ପୁଷ୍କରିଣୀରେ ନାବକେଳି ବା ନୌକା ବିହାର କରିଥାନ୍ତି। ଏହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କର ଭିଡ଼ ମଧ୍ୟ ଲାଗିଥାଏ। ଏହିଭଳି ଦୃଶ୍ୟ ବାଲେଶ୍ୱର ସହରର ମିର୍ଜାପୋଖରୀଠାରେ ଦେଖିବାକୁ ମିଳିଥିଲା। ମିର୍ଜାପୋଖରୀରେ ଚଳିତ ବର୍ଷ ଆୟୋଜିତ ହେଉଥିବା 107ତମ ଚନ୍ଦନ ଉତ୍ସବ ଦେଖିବାକୁ ଆସିଥିବା ଦର୍ଶକ ଓ ଶ୍ରଦ୍ଧାଳୁଙ୍କୁ ପ୍ରବଳ ଗରମରୁ ଆଶ୍ୱସ୍ତି ଦେବା ପାଇଁ ବାଲେଶ୍ୱରର ମଲ୍ଲିକ ଫାଉଣ୍ଡେସନ ପକ୍ଷରୁ ଓଆରଏସ୍ ଜୁସ୍ ବଣ୍ଟନ କରାଯାଇଥିଲା। ଚନ୍ଦନ କମିଟିର ସଭାପତି କାଉନସିଲର ପଦ୍ମଲୋଚନ ଲେଙ୍କା ଓ ସାଧାରଣ ସମ୍ପାଦକ ଅରୁଣ କୁମାର ସ୍ୱାଇଁ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହିତ ମେଳା ବୁଲିବାକୁ ଆସିଥିବା ଲୋକଙ୍କୁ ଜୁସ୍ ବଣ୍ଟନ କରିଥିଲେ। ଫାଉଣ୍ଡେସନର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ ଏଥିରେ ଉପସ୍ଥିତ ରହି ଜୁସ୍ ବଣ୍ଟନ ସେବାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ସମୟରେ ସମାଜ ଗଠନମୂଳକ କାର୍ଯ୍ୟ କରାଯାଇଥାଏ। ଏହି କ୍ରମରେ ଚନ୍ଦନ ଉତ୍ସବରେ ଯାତ୍ରୀମାନଙ୍କ ପାଇଁ 1000 ବୋତଲ ଓଆରଏସ୍ ଜୁସ୍ ବଣ୍ଟନ ପାଇଁ ବ୍ୟବସ୍ଥା କରାଯାଇଥିବା ସେ କହିଥିଲେ। ଆଗାମୀ ଦିନରେ ସଂଗଠନ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାରେ ବିଦ୍ୟାଳୟସ୍ତରୀୟ ଗରିବ ପିଲାଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ ନେଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମଲ୍ଲିକ କହିଥିଲେ। ଆଜ୍ଞା, ମୁଁ ଜଣେ ରିଟାୟାର୍ଡ କ୍ୟାପ୍ଟେନ ଆର୍ମିର। ମୁଁ ଚାହୁଁଛି ସମାଜ ସେବା କରିବା ପାଇଁ। এই আমার এটা কোন এই চন্দ্রযাত্রা বহু দিন চালি আছে। এটা ফার্স্ট টাইম মু চাহুছি এটি কিছু লোক সেবা করিবি। ফার্স্ট টাইম আজ এইটা কোন ওয়ার্স মৌলিক ফাউন্ডেশন তরফରୁ দৌছি। মোর অবজেক্ট হলা যেতে সব গরিব লোক অছন্তি তাଙ୍କୁ সাহায্য করিবি। এন্ড ওয়ার্স কর যেতে স্কুল পিলা মানে পাঠ পড়ুছন্তি ওড়িয়া স্কুল সেন্ট্রাল স্কুল নো প্রবলেম। ওড়িশা সারা যেতে স্কুল ଅଛି ସମସ୍ତଙ୍କୁ ମୁଁ ଷ୍ଟାଇପେଣ୍ଡ ଦେବି। ଷ୍ଟାଇପେଣ୍ଡ ଚନ୍ଦନ କମିଟିର ସଦସ୍ୟମାନେ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ।